ନୂନ୍ହାଡ଼ରେ ଗଜଲକ୍ଷ୍ମୀ ପୂଜା ହଉଥିଲା ବେଲେ ଆମେ ଦେଖି ପଲେଇ ଆସ୍ନୁ। ଆରୁ ମନ୍ଦିର୍କେ ଗଲାବେଲେ ଦେଖନୁ ଯେ ଏତ୍କି ବଢ଼ିଆ ସେ ଲାଇଟ୍ ସଜା ହେଇଥିଲା ରୋଡ଼େ ଯେ ନି କହନ। ମନ୍ଦିର୍ ପାସ୍କେ ଯେନ୍ତା ଏତ୍କି ପହଞ୍ଚିନୁ ଦେଖନୁ ଯେ ବହୁତ୍ ଭଲ୍ ଲାଗ୍ଲା ଡେକୋରେସନ୍ କରାହେଇଥିଲା ଯେ। ବହୁତ୍ ଭିଡ଼ ଥିଲେ ବେଲେ ଆମେ ଭିତର୍କେ ଦର୍ଶନ୍ କରି ନି ଯାଇ ପାରିନ ବେଲେ ବାହାରୁ ବାହାରୁ ଆମେ ଜୁହାର୍ କରିଦେନୁ। ମନ୍ଦିର୍ ଆଡ଼େ ଯେନ୍ତା ବୁଲି ବୁଲା ସାର୍ଲା କେତ୍କେ ଆମେ ପଲାଇନୁ ମୀନା ବଜାର୍ ଆଡ଼େ। ଆରୁ ଇ ଭିତ୍ରେ ତ ଯେତେ ଭିଡ଼ ଥିଲେ ଚାଲ୍ବାର୍ ଲାଗି ରାସ୍ତା ବି ନି ମିଲୁଥି। ଆରୁ ଏତ୍କି ଦୁଲି ଭିତ୍ରୁ କେନ୍ ଦୁଲି ବସ୍ମୁ ବଇନୁ ଆର୍ ଡିସାଇଡ଼୍ କନୁ ମୋର୍ ମାମୁଁ ଆର୍ ମୁଇଁ ହେତ୍କେ ବସି ଆସ୍ନୁ ଡଙ୍ଗା ଦୁଲିକେ। ଆରୁ ଇ ଡଙ୍ଗା ଦୁଲି ଏନ୍ତା ଝୁଲଉଥିଲା ଯେ ବି ଆମ୍କେ ବସ୍ବାର୍ ଲାଗି ବହୁତ୍ ଡର୍ ଲାଗୁଥିଲା ବେଲେ ଡରି ଡରି କରି ଆମେ ବସିଗନୁ। ଜାଣା ହେଲେ ହେବା ପଛେ ବଇନି ଆର୍ ମୋର୍ ମାମୁଁକେ ଯଉନ୍ ଆସିଛୁଁ ବେଲେ ବସ୍ମୁ ନା ବଇନି ଦୁଲି। ହେତ୍କେ ଆସିକରି ଯେନ୍ତା ବସ୍ନୁ ଟିକେ ଡର୍ ଲାଗୁଥିଲା ବି ଆମ୍କେ ବସ୍ବାର୍ ଲାଗି। ଆରୁ ତ ଆକାଶ୍ ଦୁଲିରେ ବସ୍ଲା ବାଗିଆ ଲାଗୁଥିଲା ଆମ୍କେ ଡଙ୍ଗା ଦୁଲିରେ ବସିକରି ବି। ଯେନ୍ତା ଦୁଲି ବସିକରି ଉତ୍ରିନୁ ଯେ ହେତ୍କେ ମୋର୍ ମାମୁଁ ଆର୍ ନିରେ ବୁଆ ଇ ଦୁଲି ନି ବସାନ ବଏଲେ।